आमे पढ़िथिले लिखित साहित्यर गोटे भाग आमे पढ़िथिले चर्या साहित्य। आज आमे पढ़िबा नाथ साहित्य। तो नाथ साहित्य पढ़िबा पूर्वरु किए किछि जानिछ कि नाथ साहित्य विषय कहि परिबो? किए किछि कहि परिबो कि नाथ साहित्य विषय रे? आज्ञा मैडम, नाथ साहित्यर उपास्य देवता होउछन्ति पशुपतिनाथ शिव। तो नाथ साहित्यर चारटी एटा रचना अछि। गोटे ହେଲା ସପ୍ତାଙ୍ଗ ଯୋଗ ଧାରଣା, ଅମରକୋଷ ଗୀତା, ତାପରେ ଆମର ରହିଛି ମତ୍ସ୍ୟେନ୍ଦ୍ର ଗୀତା, ତାପରେ ଶିଶୁବେଦ। এই ଚାରିଟା ଗ୍ରନ୍ଥ ହିଁ ନାଥ ସାହିତ୍ୟର ପ୍ରମୁଖ ଗ୍ରନ୍ଥ ଭାବରେ ବିବେଚିତ। ଆଉ ନାଥ ସାହିତ୍ୟରେ ମତ୍ସ୍ୟେନ୍ଦ୍ରନାଥ ଆଉ ଗୋରକ୍ଷନାଥ ପ୍ରମୁଖ କବିଗଣ। ତ ହଁ, ଗୋରଖନାଥଙ୍କୁ ନାଥ ଧର୍ମର ପ୍ରବର୍ତ୍ତକ ବୋଲି କୁହାଯାଏ। भेरी गुड, बहुत सुंदर। ठीक, एकदम ठीक कहले। तो यह थिला आमर कौन ना नाथ साहित्य। तो आज आमे पढ़िबा नाथ साहित्य। तो चलो तेबे पढ़िबा आमे नाथ साहित्य। तो नाथ शब्द ना आउ थ दीटा शब्द को नेकी आम नाथ साहित्य तैयारी हेछि। तो नाथ को कौन आमे ना स्वामी बा प्रभु बोली कहि थाउ। तमे समस्ते जानिथिबा। जदि ओडियार नाथ साहित्य को आमे देखिबा तेबे ओडियार जो नाथ साहित्य अछि ताहा शैव साहित्य सहित पाखापाखि किछि लोक समान बोली कहिसंती, किछि लोक भिन्न अछि बोली कहिसंती, किंतु बहुत सारा जेतेबेले गवेषक ओडिया साहित्यर गवेषक ता उपरे गवेषणा करिसंती, ताको देखिसंती, तेबे से जानिबाको पाइसंती कोन ना जो शैव साहित्य रहिथिला ସେହି ଶୈବ ସାହିତ୍ୟର ଗୋଟେ ଶାଖା ବା ଗୋଟିଏ ଭାଗ ହେଉଛି କଣ ନା ନାଥ ସାହିତ୍ୟ। ତ ଯଦି ତୁମକୁ କ୍ୱେଶ୍ଚିନ୍ ଆସେ ଯେ ନାଥ ସାହିତ୍ୟ ଆଉ ଶୈବ ସାହିତ୍ୟ ସମାନ କି ଭିନ୍ନ, ତୁମେ ସେଠି କହିବ ଯେ ନାଥ ସାହିତ୍ୟ ହଉଛି କଣ ନା ଶୈବ ସାହିତ୍ୟର ଗୋଟେ ଶାଖା। ତେବେ ବୌଦ୍ଧ ସାହିତ୍ୟ ସିଦ୍ଧ କବି ମାନଙ୍କର ପରବର୍ତ୍ତୀ କାଳରେ କଣ ହେଇଥିଲା ନା ଓଡିଶାରେ ନାଥ ଧର୍ମ ବା ନାଥ ସାହିତ୍ୟ ବିକାଶ ଲାଭ କରିଥିଲା। ବୌଦ୍ଧ ଗାନ ଓ ଦୋହାର ପରବର୍ତ୍ତୀ ସାହିତ୍ୟ ରୂପରେ ନାଥ ସାହିତ୍ୟକୁ କଣ ନା ବିବେଚନା କରାଯାଇଥାଏ। ଓଡ଼ିଆ ସାହିତ୍ୟରେ ପ୍ରାକ୍ ସାରଳା ଯୁଗରେ ନାଥ ସାହିତ୍ୟକୁ ଏକ ପ୍ରମୁଖ ସାରସ୍ୱତ ସମ୍ପଦ ଭାବରେ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଯଦି ଦେଖିବା ତେବେ ଖ୍ରୀଷ୍ଟୀୟ ଦଶମ ଏକାଦଶ ଶତାବ୍ଦୀରେ ନାଥ ଧର୍ମ ଓ ନାଥ ସମ୍ପ୍ରଦାୟର ଗୋଟେ ସ୍ୱତନ୍ତ୍ର ଧର୍ମ ସମ୍ପ୍ରଦାୟ ରୂପେ ବିକଶିତ ହେଇ ସାରିଥିଲା। ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ଏହି ଧର୍ମ ଓଡ଼ିଶାର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳକୁ କଣ ନା ବ୍ୟାପି ଯାଇଥିଲା। ଗୋରଖ ସଂହିତା ଯଦି ଆମେ ଦେଖିବା ତେବେ ଗୋରଖ ସଂହିତା ଅନୁସାରେ ଗୋରଖନାଥ ହଉଛନ୍ତି କଣ ନା ନାଥ ଧର୍ମର ପ୍ରବର୍ତ୍ତକ। ଯୋଉମାନେ ଲେଖୁଛ ସେମାନେ ଲେଖିଦିଅ ଯେ ଗୋରଖନାଥ ହେଉଛନ୍ତି ନାଥ ସାହିତ୍ୟର ପ୍ରବର୍ତ୍ତକ। ଆଉ ନାଥ ସାହିତ୍ୟ ଆରମ୍ଭ ହୋଇଥିଲା ଆମର ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରୁ ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ। ଯଦି ଅପସନରେ ଥିବ ଦଶମ ଶତାବ୍ଦୀ ତାହେଲେ ବି ଠିକ ହବ, ଯଦି ଦେଇଥିବ ଦ୍ୱାଦଶ ଶତାବ୍ଦୀ ତାହେଲେ ମଧ୍ୟ ଠିକ ହେବ। ଯୁଗର ଭିନ୍ନତା ଦୃଷ୍ଟିରୁ କିଛି ତାରତମ୍ୟ ରହିଛି ଲେଖକ ମାନଙ୍କର ମଧ୍ୟରେ, ତେଣୁ ପ୍ରାୟତଃ ଯଦି ଆମେ ଦେଖିବା କୋଉଟା ଠିକ ହବ ନା ଆମର ଦ୍ୱାଦଶ ଶତାବ୍ଦୀ ଠିକ ହବ। ତେବେ ନାଥ ସଂଜ୍ଞାଧାରୀ ଯୋଗୀମାନେ ତାଙ୍କ ଠାରୁ ଜାତ ହୋଇଥିଲେ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କାହା ଠାରୁ ଜାତ ହୋଇଥିଲେ ନା ଗୋରଖ ସଂହିତା ଅନୁସାରେ ଗୋରଖନାଥଙ୍କ ଠାରୁ ଜାତ ହୋଇଥିଲେ ବୋଲି କୁହାଯାଇଛି। ନାଥ ଧର୍ମର ପ୍ରମୁଖ ପ୍ରଚାରକ ଓ ପ୍ରବକ୍ତା ମାନେ ହେଲେ ମୀନନାଥ, ଗୋରଖନାଥ, ବିନ୍ଦୁନାଥ, ଛାୟାନାଥ ଓ ସତ୍ୟେନ୍ଦ୍ରନାଥ ପ୍ରମୁଖ। ନାମ ମାନଙ୍କୁ ଲେଖିଦିଅ ପିଲାମାନେ, କାରଣ ଅପସନ ଆସିପାରେ ଯେ ନାଥ ଧର୍ମର ପ୍ରମୁଖ ପ୍ରଚାରକ ମଧ୍ୟରୁ ବା ବକ୍ତା ମାନଙ୍କର ମଧ୍ୟରୁ କେଉଁଟି ନାଥ ଧର୍ମର କଣ ନା ପ୍ରବର୍ତ୍ତକ ନୁହନ୍ତି ବା ଅଛନ୍ତି। ଯଦି ନୁହନ୍ତି ଦେଇଥିବ ତେବେ
ବହୁତ ଗୁଡାଏ ଅନ୍ୟ ନାଁ ଦେଇଥିବ, ତା ସହିତ ଗୋଟେ ନାଥ ଧର୍ମର ପ୍ରଚାରକଙ୍କର ନାମ ଦେଇଥିବ। ଆଉ ଯଦି ଅଛନ୍ତି କିଏ ବୋଲି ପଚାରିଥିବ, ତେବେ ଏମାନଙ୍କର ମଧ୍ୟରୁ ଜଣଙ୍କର ନାମ ଦେଇଥିବ। ନାମ ଗୁଡ଼ିକ ଲେଖିନିଅ। କଣ ନା ଗୋରଖନାଥ, ମୀନନାଥ ବା ମଚ୍ଛେନ୍ଦ୍ରନାଥ, ବିନ୍ଦୁନାଥ, ଛାୟାନାଥ, ସତ୍ୟେନ୍ଦ୍ରନାଥ। ଲେଖିଲ କି? ତେବେ ମୁଖ୍ୟତଃ ସିଦ୍ଧାଚାର୍ଯ୍ୟ, ମଚ୍ଛେନ୍ଦ୍ରନାଥ ଓ ଗୋରଖନାଥଙ୍କର ଦ୍ୱାରା ଦଶମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ନାଥ ଧର୍ମର ବ୍ୟାପକ ପ୍ରସାର ଘଟିଥିଲା ବୋଲି କୁହାଯାଇଥାଏ। ମଚ୍ଛେନ୍ଦ୍ର ନାମଙ୍କର ଅନ୍ୟ ନାମ ହେଉଛି ମଚ୍ଛନ୍ଦ୍ର ନାନ୍ଦ ବା ନାଥ, ମଚ୍ଛନ୍ଦ୍ରନାଥ ବୋଲି କୁହାଯାଇଛି। ତେବେ ନାଥ ଯୋଗୀ ମାନେ ସୁଷୁମ୍ନା ନାଡିର ସହାୟତାରେ ଯୋଗ ସାଧନା କରିଥାନ୍ତି। ତେଣୁ ଯେଉଁ ଗ୍ରନ୍ଥରେ ଏହି ସୁଷୁମ୍ନା ନାଡି ସମ୍ପର୍କରେ ଯୋଗ ସାଧନାର ବିଷୟ ବର୍ଣ୍ଣିତ, ତାହା ହେଉଛି ସୁଷୁମ୍ନା ବେଦ ବା ଶିଶୁ ବେଦ। ନାଥ ସାହିତ୍ୟ କାହିଁକି କୁହାଯାଏ? ନା ନାଥ ସାହିତ୍ୟରେ ନାଥର ଯୋଉ ସଂଜ୍ଞାଧାରୀ ଥିଲେ, ଯୋଉ ନାଥର ପ୍ରବର୍ତ୍ତକ ଥିଲେ, ତାଙ୍କ ନାମର ଶେଷରେ ସେମାନେ ନାଥ ଲଗଉଥିଲେ। ତମେ ଜାଣିଛ ନାଥ ଅର୍ଥାତ୍ ସ୍ୱାମୀ ବା ପ୍ରଭୁ। ସେମାନଙ୍କର ମୁଖ୍ୟ ଦେବତା କିଏ ଥିଲେ? ନା ସେମାନେ ପଶୁପତି ଶିବ ବା ମହାଦେବଙ୍କୁ ମାନୁଥିଲେ। ତେଣୁକରି କାହିଁକି ମାନୁଥିଲେ? ନା ଯେହେତୁ ସେମାନେ ଯୋଗ ସାଧନା ଦ୍ୱାରା ସପ୍ତାଙ୍ଗ ଅଷ୍ଟାଙ୍ଗ ଯୋଉ ଆମ ଯୋଗ ସାଧନାର ମାର୍ଗ ରହିଛି, ସେଇ ମାର୍ଗ ଦ୍ୱାରା ଈଶ୍ୱର ପ୍ରାପ୍ତି କରିହେବ ବୋଲି ସେମାନେ ଭାବୁଥିଲେ। ସେମାନେ ବୈରାଗୀ ଥିଲେ। ତ ବୈରାଗ୍ୟର ଯଦି ଆମେ ଦେଖିବା, ତେବେ ଦେବତା କିଏ? ନା ହେଉଛନ୍ତି ଶିବ। ତେଣୁକରି ନାଥ ଧର୍ମ ଶୈବ ସାହିତ୍ୟର ଗୋଟେ ଭାଗ। ତ ଏହି ସୁଷୁମ୍ନା ନାଡି ସମ୍ପର୍କରେ ଯୋଗ ଧାରଣାର ବିଷୟ ସମ୍ପର୍କରେ ବର୍ଣ୍ଣିତ ହେଇଛି କୋଉଠି? ନା ସୁଷୁମ୍ନା ବେଦ ବା ଶିଶୁ ବେଦ ବୋଲି ଆମେ ଯାହାକୁ କହିଥାଉ। ଏହା ହେଉଛି କଣ? ନା ନାଥ ଧର୍ମର ଗୋଟେ ବେଦ କହିଲେ ଆମେ ଅତ୍ୟୁକ୍ତି ହବ ନାହିଁ। ତ ଶିଶୁ ବେଦକୁ କଣ ଯୋଉ ସୁଷୁମ୍ନା ବେଦ ବା ଶିଶୁ ବେଦକୁ କଣ କୁହାଯାଏ? ନାଥ ଧର୍ମର ବେଦ ବୋଲି କୁହାଯାଇଥାଏ ବା ତୁଳନା କରାଯାଇଥାଏ। ଶିଶୁ ବେଦ ମଧ୍ୟ ଶୂନ୍ୟ ଦର୍ଶନର ଆଦି ଗ୍ରନ୍ଥ, ଅର୍ଥାତ୍ ଶୂନ୍ୟ ଗ୍ରନ୍ଥ ବୋଲି କାହିଁକି କୁହାଯାଇଛି? ନା ଆମେ ଜାଣିଛେ ଭଗବାନ ଶିବ ହେଉଛନ୍ତି କଣ? ନା ଅନାଦି ଓଙ୍କାର, ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ଶୂନ୍ୟରୁ ସେ ସୃଷ୍ଟି ହୋଇଛନ୍ତି। ଶୂନ୍ୟ ସୃଷ୍ଟି ଓଙ୍କାର ନାଦରୁ ତାଙ୍କର ସୃଷ୍ଟି ହୋଇଛି ବୋଲି। ଶିଶୁ ବେଦ ଉଭୟ ପଦ୍ୟ ଓ ଗଦ୍ୟ ଶୈଳୀରେ କଣ ହେଇଛି? ନା ରଚିତ ହେଇଛି। ଶିଶୁ ବେଦ କଣ ଉଭୟ ପଦ୍ୟ ଆଉ ଗଦ୍ୟ ଶୈଳୀରେ ରଚିତ ହେଇଛି। ଏହା ଗୋଟେ ମୁଖ୍ୟ ବେଦ ବୋଲି ଆମେ କହିଥାଉ। ତ ଯଦି ଆମେ ଦେଖିବା ତାର ଗୋଟେ ଗୀତ ବା ପଦ୍ୟ, ଯେହ୍ନେକ ବକ ନହଲାଇ ନୀର, ତେହ୍ନେକ ମନ ପବନ ଧୀର। ବଗ ମକ୍ଷେ ନୀର ସମର କରି ଜାଣ, ତେବେ ସେ ପିଣ୍ଡକୁ ପରମେ ପ୍ରାଣ। ଏଇଟା କୋଉଠି ଅଛି? ନା ଶିଶୁ ବେଦରେ ଦିଆଯାଇଛି। ଯଦି ଆମେ ଦେଖିବା, ତେବେ ଏଇ ଗୀତରେ କଣ ଅଛି? ନା ଯେମିତି ବଗ ସେ ହେଉଛି ମନ, ଯିଏ ମନ ସେ ହେଉଛି ମାଛ, ଆଉ ସେ ହେଉଛି ପବନ, ଆଉ ନୀର ଯିଏ ନୀର ସିଏ ହେଉଛି ବିନ୍ଦୁ। ମନ ପବନ ଲୟ କଲେ ବଗ ମାଛ ହିଁ ଅଚଳ ହୁଅଇ। ଅର୍ଥାତ୍ ବଗ ଯଦି ମନ ଲଗେଇକି ମନଟିକୁ ଆୟତ କରିକି ମାଛ ଧରିବାକୁ ଚେଷ୍ଟା କରେ, ତେବେ ସେ କଣ ଠିକ ରୂପରେ ଧରି ପାରିବ। ଅର୍ଥାତ୍ ମନୁଷ୍ୟ ଯଦି ଠିକ ସେଇପରି ଭଗବାନଙ୍କର ସମ୍ମୁଖରେ ଯଦି ନିଜକୁ ନତମସ୍ତକ କରିବ, ମନ ପ୍ରାଣ ଧ୍ୟାନ ଦେଇକି ସେ ଲଗେଇବ ଆଉ ଭଗବାନଙ୍କୁ ପାଇବା ପାଇଁ ଚେଷ୍ଟା କରିବ, ତାହେଲେ କଣ ହବ? ନା ସେ ଭଗବାନଙ୍କୁ
ପାଇ ପାରିବ। ହୃଦୟ ଚକ୍ରେ ମନ ହୋଇଥିଲା ମାନେ କଣ? ହୃଦୟ ଚକ୍ରରେ ମନ ରହିଥିବା ଆବଶ୍ୟକ। ମନ ବା ହୃଦୟକୁ ଗୋଟେ ଚକ୍ର ଆକାରରେ ବିଭୂଷିତ କରି ଯଦି ଆମେ ଭଗବାନଙ୍କୁ କେନ୍ଦ୍ରୀଭୂତ କରିପାରିବା ତେବେ ଭଗବାନଙ୍କୁ ପାଇ ପାରିବା। ଏପରି କଣ ଦିଆଯାଇଛି ନା ଶିଶୁ ବେଦରେ ଦିଆଯାଇଛି। ଯଦି ଦେଖିବା ମଚ୍ଛେନ୍ଦ୍ରନାଥ ଗୋରଖନାଥଙ୍କର କଣ ଥିଲେ ନା ଶିଷ୍ୟ ଥିଲେ। ଗୋରଖନାଥ ମତ୍ସ୍ୟେନ୍ଦ୍ରନାଥଙ୍କର ଶିଷ୍ୟ ଥିଲେ। ସର୍ଟ କ୍ୱେଶ୍ଚିନ୍ ପଡିବ, ଲେଖୁଛ ଯଦି ଲେଖିଦିଅ। ଗୋରଖନାଥ ମତ୍ସ୍ୟେନ୍ଦ୍ରନାଥଙ୍କର ଶିଷ୍ୟ ଥିଲେ। ହଁ କି କିଛି କହୁଛ କି? ନା ମ୍ୟାଡ଼ାମ। ଭଏସ ଶୁଭୁନି କିରେ? ଶୁଭା ଯାଉଛି ମ୍ୟାଡ଼ାମ। ଆଚ୍ଛା ହଉ। ତେବେ ଗୋରଖନାଥ ମତ୍ସ୍ୟେନ୍ଦ୍ରନାଥଙ୍କର ଶିଷ୍ୟ ଥିଲେ। କିଛିଟା ବହିରେ ଏମିତି ଦେଇଛି ଯେ ଗୋରଖନାଥ ମତ୍ସ୍ୟେନ୍ଦ୍ରନାଥଙ୍କର ଶିଷ୍ୟ ଥିଲେ ବୋଲି। ତ ଗୋରଖନାଥଙ୍କର ଉଦ୍ୟମରେ ନେପାଳରେ ଏକଦା ନାଥ ଧର୍ମ ଲୋକପ୍ରିୟ ହୋଇଥିଲା। ନାଥ ଧର୍ମ କଣ ନା ଗୋଟେ ଯୋଗ ଭିତ୍ତିକ ଧର୍ମ ବୋଲି ଆମେ କହିପାରିବା। ତାନ୍ତ୍ରିକ ବୌଦ୍ଧ ଧର୍ମର ପରବର୍ତ୍ତୀ କାଳରେ ନାଥ ଧର୍ମ ମଧ୍ୟରେ ପ୍ରକାଶିତ ହୋଇଥିଲା। ତ ବୌଦ୍ଧ ତାନ୍ତ୍ରିକ ଧର୍ମ ପରେ ନାଥ ଧର୍ମ କଣ ନା ବିକାଶ ଲାଭ କରିଥିଲା। ନାଥ ଧର୍ମର ଯଦି ନାଥ ଧର୍ମର ଆମେ କଣ ନାମକରଣର ତାତ୍ପର୍ଯ୍ୟକୁ ଦେଖିବା, ଏହାର ପ୍ରଚାରକ ଗଣ ନାଥ ପଦରେ ଭୂଷିତ ହେଇଥିଲେ। ପୁନଶ୍ଚ ନାଥ ଶବ୍ଦର ସାଧାରଣ ଅର୍ଥ ହଉଛି କଣ ସ୍ୱାମୀ ବା ପ୍ରଭୁ। ମହାଯୋଗୀ ପଶୁପତି ନାଥ ଶିବ ନାଥ ଧର୍ମର ଉପାସ୍ୟ ଦେବତା। ହଟ ଯୋଗ, କାୟା ଯୋଗ ପ୍ରଭୃତି ନାଥ ଧର୍ମର ଗୋଟେ ବିଶିଷ୍ଟ ସ୍ୱରୂପ। ନାଥ ଧର୍ମ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ ପରନ୍ତୁ ବଙ୍ଗଳା, ଆସାମୀ, ହିନ୍ଦୀ, ମରାଠୀ ପ୍ରଭୃତି ଭାଷାକୁ ମଧ୍ୟ କଣ ନା ପ୍ରଭାବିତ କରିଥିଲା। ନାଥ ଜନ୍ମ କେବଳ ଓଡ଼ିଶାରେ ଚଳୁଥିଲା ବା ଓଡ଼ିଶାରେ ପ୍ରଚଳିତ ଥିଲା ସେମିତି ନୁହଁ। ଅନ୍ୟାନ୍ୟ ଯୋଉ ଭାଷା ବା ରାଜ୍ୟ ରହିଲେ ସେଠି ମଧ୍ୟ କଣ ହଉଥିଲା ନା ନାଥ ଧର୍ମ ପ୍ରଚଳିତ ଥିଲା। ତେବେ ନାଥ ଧର୍ମ ଓଡ଼ିଶାର ଜନଜୀବନକୁ ବହୁତ ଭାବରେ ପ୍ରଭାବିତ କରିଥିଲା। ଯଦି ଆମେ ଯିବା ଓଡ଼ିଶାର ପୁରପଲ୍ଲୀରେ ନାଥ ଯୋଗୀ ମାନଙ୍କର ଅବସ୍ଥାନ ଏବେ ମଧ୍ୟ ସେମାନେ କରୁଛନ୍ତି। ନାଥ ଯୋଗୀ ମାନଙ୍କର ଯୋଉ ରହିଛି କଣ ନା ସେମାନେ କିପରି ଭିକ୍ଷାବୃତ୍ତି କରୁଥିଲେ ନା ଲାଉ ତୁମ୍ବା ବଜାଇ ଭିକ୍ଷା ଥାଳ ଧରି ଲଲାଟରେ ଚିତା ମାରି ଗୋବିନ୍ଦ ଚନ୍ଦ୍ର ଯୋଉ ଆମର ଉପାଖ୍ୟାନ ଅଛି ତାକୁ ଗାଇ, ଗୋବିନ୍ଦ ଚନ୍ଦ୍ର ଉପାଖ୍ୟାନ ମାନେ କଣ ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ଯୋଉ ଅଛି ଟୀକା ଗୋବିନ୍ଦ ଚନ୍ଦ୍ର ତାକୁ ଗାଇ ଭିକ୍ଷାବୃତ୍ତି କରୁଥିଲେ। ତେବେ ଓଡ଼ିଶାର ଅନେକ ସ୍ଥାନରେ ନାଥ ଯୋଗୀ ମାନଙ୍କର ଗାଦି ବା ମଠ ରହିଛି। ପୁରୁଷୋତ୍ତମ କ୍ଷେତ୍ରରେ ସିଦ୍ଧଚାର୍ଯ୍ୟ ସତ୍ୟେନ୍ଦ୍ର ନାଥଙ୍କର ପୀଠ ଥିଲା। ଲେଖୁଛ ଯଦି ଲେଖିଦିଅ ସର୍ଟ କ୍ୱେଶ୍ଚିନ୍ ଯେ ପୁରୁଷୋତ୍ତମ କ୍ଷେତ୍ରରେ ସିଦ୍ଧଚାର୍ଯ୍ୟ ସତ୍ୟେନ୍ଦ୍ର ନାଥଙ୍କର ପୀଠ ଥିଲା। ପୁରୁଷୋତ୍ତମ କ୍ଷେତ୍ରରେ ସିଦ୍ଧଚାର୍ଯ୍ୟ ସତ୍ୟେନ୍ଦ୍ର ନାଥଙ୍କର ପୀଠ ଥିଲା। ତ ମୁଁ ପୂର୍ବରୁ କହିଥିଲି ଓଡ଼ିଶାର ନାଥ ଧର୍ମର ପ୍ରଥମ ନିଦର୍ଶନ ହଉଛି କଣ ନା ଶିଶୁ ବେଦ। ତ ଶିଶୁ ବେଦ ହଉଛି ଗୋଟେ ପ୍ରମୁଖ ଗ୍ରନ୍ଥ। ବୌଦ୍ଧ ଗାନ ଓ ଦୋହାର ପରେ ଯୋଉ ପରବର୍ତ୍ତୀ କାଳ ଆସିଥିଲା ସେଇ କାଳରେ ଶିଶୁ ବେଦ ହିଁ ପ୍ରତିନିଧିତ୍ୱ କରୁଥିଲା। ଏ ପରିପ୍ରେକ୍ଷୀରେ ଡକ୍ଟର ବଂଶୀଧର ମହାନ୍ତିଙ୍କର ଅଭିମତଟି ବେଶ ପ୍ରାସଙ୍ଗିକ ବୋଲି ଆମେ କହିପାରିବା। ସେ ତାଙ୍କର ଓଡ଼ିଆ ସାହିତ୍ୟର ପ୍ରାଚୀନତମ ରଚନା ଶିଶୁବେଦ ଶୀର୍ଷକ ପ୍ରବନ୍ଧରେ କହିଥିଲେ ଯେ ଅନ୍ୟ ଆବିଷ୍କୃତ ପର୍ଯ୍ୟନ୍ତ ବୋଧଗାନ ଓ ଦୋହା ପରେ ଶିଶୁବେଦକୁ ହିଁ ଓଡ଼ିଆ ସାହିତ୍ୟର ପ୍ରାଚୀନ କଣ ନା ରଚନା ରୂପରେ ଆମେ ଗ୍ରହଣ କରିଛୁ ବୋଲି। ସେ କଳସ ଚଉତିସା
ଆଉ ମହାଭାରତକୁ ମଧ୍ୟ ଓଡ଼ିଆ ସାହିତ୍ୟର ପ୍ରାଚୀନତମ ରଚନା କହିଥିଲେ ମଧ୍ୟ ଶିଶୁବେଦ ପ୍ରାପ୍ତି ପରେ ଆମର ସେ ଧାରଣା ଦୂରୀଭୂତ ହୋଇଯାଇଛି ବୋଲି କହିଥିଲେ। କାହିଁକି ନା ଶିଶୁବେଦଟି ମହାଭାରତ ଆଉ କଳସ ଚଉତିସା ପୂର୍ବରୁ ରଚିତ ହେଇଥିଲା। ତାହାଙ୍କ ଠାରୁ ମଧ୍ୟ ଯଦି ଆମେ ତୁଳନାତ୍ମକ ଦୃଷ୍ଟିରେ ଦେଖିବା ତେବେ କଣ ସାରଳାଙ୍କ ପୂର୍ବବର୍ତ୍ତୀ ସାହିତ୍ୟରେ ନାଥ ସାହିତ୍ୟ ରହିଛି। ପରମ୍ପରା କ୍ରମେ ବିଶ୍ୱାସ କରାଯାଏ ଯେ ଶିଶୁବେଦର ଲେଖକ କିଏ ନା ଗୋରଖନାଥ। ଲେଖିଦିଅ ଶିଶୁବେଦର ଲେଖକ କିଏ ନା ଗୋରଖନାଥ। ଗ୍ରନ୍ଥଟିର ରଚନା କାଳ ଯଦି ଆମେ ଦେଖିବା ଏକାଦଶ ଶତାବ୍ଦୀ ବା ଦ୍ୱାଦଶ ଶତାବ୍ଦୀ ବୋଲି ଗ୍ରହଣ କରାଯାଇଛି। ଶିଶୁବେଦର ରଚୟିତା ହେଉଛନ୍ତି କିଏ ଗୋରଖନାଥ। ତାର ରଚନାର କାଳ ଏକାଦଶ ଶତାବ୍ଦୀ ବା ଦ୍ୱାଦଶ ଶତାବ୍ଦୀ। ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କର ମତରେ ସୁଷ୍ମନା ଶବ୍ଦରୁ ସୁଷୁ ଶବ୍ଦ ଗୃହୀତ ହୋଇଥିଲା। ଏହା ବନାନଗତ ଦୃଷ୍ଟିରୁ ଶିଶୁବେଦରେ କହିଲେ ଅଧିକ ଯୁକ୍ତିସମ୍ମତ ହବ। ତେବେ କଣ ନା ଭାଷା ସାହିତ୍ୟର କଣ ଅପଭ୍ରଂଶିତ କାରଣରୁ ବୋଧେ ଯୋଉ ଦନ୍ତସ ଯୋଉ ରହିଥିଲା ସି ଆଉ ତାଲବେଶ ଶିଶୁ ଏ ଦୁଇଟି ରହେ ମାନେ କଣ ନା ପରିବର୍ତ୍ତନ ହେଇଯାଇଛି। ତ ଶିଶୁବେଦରେ କେତେକ ପ୍ରାଚୀନ ଶବ୍ଦ ରହିଛି ଅଲଗ, ଧ୍ୱନି, ମଗଧଇ, ଗରୁହ, କ୍ଷୀର, ସୁଷୁପତି ବା ସୁକ୍ଷିପ୍ତି ବୋଲି କୁହାଯାଇଥାଏ ତାଙ୍କୁ, ଛାୟା, ରେହ, ପ୍ରତ୍ୟେ ମାନେ ପରଚେ ଇତ୍ୟାଦି ଶବ୍ଦ ରହିଛି। ଶିଶୁବେଦରେ ବ୍ୟବହୃତ ହେଉଥିବା ଶବ୍ଦ ଗୁଡ଼ିକ ଚର୍ଚ୍ଚା ଗୀତିକାର ପରବର୍ତ୍ତୀ ସମୟର ଶବ୍ଦ ପରି ଜଣା ପଡ଼ିଥାଏ। ଯଦି ସାରଳା ଦାସ ତାଙ୍କର ମହାଭାରତ ଗ୍ରନ୍ଥରେ ଶିଶୁବେଦର ଉଲ୍ଲେଖ କରିଛନ୍ତି ତ ଯଦି କ୍ୱେଶ୍ଚିନ୍ ଆସେ ଯେ ସାରଳା ମହାଭାରତ ବା ସାରଳା ଦାସଙ୍କର କେଉଁ ଗ୍ରନ୍ଥରେ ଶିଶୁବେଦର କଥାଟି ଉଲ୍ଲେଖ ଅଛି ତେବେ ତାଙ୍କର ମହାଭାରତରେ ଏହି କଥାଟି ଉଲ୍ଲେଖ ରହିଛି। ସେ ମହାଭାରତରେ ଶିଶୁବେଦକୁ ସୁଷ୍ମନା ବେଦ ବୋଲି ଲେଖିଛନ୍ତି ବା ଉଲ୍ଲେଖ କରିଛନ୍ତି। ଏପରିକି ପଞ୍ଚସଖା ସାହିତ୍ୟରେ ମଧ୍ୟ ଏହାର ପ୍ରାମାଣିକତା ପରିଲକ୍ଷିତ ହୁଏ। କୋଉଠି ନା ଶିଶୁବେଦ ନାଥଧର୍ମ ତତ୍ତ୍ୱ ଓ ତଥ୍ୟ ସମ୍ପର୍କରେ ଗୋଟେ ପ୍ରାମାଣିକ ଗ୍ରନ୍ଥ ବୋଲି ଆଉ କେଉଁଠାରେ କୁହାଯାଇଛି ନା ପଞ୍ଚସଖା ମାନଙ୍କର ସାହିତ୍ୟରେ ମଧ୍ୟ କୁହାଯାଇଛି। ତେବେ ମୋର ଏଠି ଗୋଟେ ପ୍ରଶ୍ନ ରହିବ ପିଲାମାନେ, ପଞ୍ଚସଖା ଯୋଉ ରହିଲେ ସେ ପଞ୍ଚସଖାଙ୍କର 5ଟି ସଖାଙ୍କର ନାମ ତମେ କେହି କହିପାରିବ କି? ଆଜ୍ଞା ମ୍ୟାଡାମ। ତେବେ କୁହ। ବয়োଜ୍ୟେଷ୍ଠ ସନ୍ଥ ବଳରାମ ଦାସ, ଦ୍ୱିତୀୟରେ ସନ୍ଥ ଜଗନ୍ନାଥ ଦାସ, ତୃତୀୟରେ ସନ୍ଥ ଅଚ୍ୟୁତାନନ୍ଦ ଦାସ, ଚତୁର୍ଥରେ ସନ୍ଥ ଯଶୋବନ୍ତ ଦାସ, ପଞ୍ଚମରେ ସନ୍ଥ ଅନନ୍ତ ଦାସ, ଶିଶୁ ଅନନ୍ତ ଦାସ। ଭେରି ଗୁଡ, ବହୁତ ସୁନ୍ଦର ମନେ ରଖିଛ। ଆଙ୍କୁ ନ ଧରିଲେ ବା ଆଙ୍କୁ ନ ଜାଣିଲେ ଆମେ ଓଡ଼ିଆ ସାହିତ୍ୟ ମାନେ ପଢିବାର କଣ କିଛି ମୂଲ୍ୟ ରହିବ ନାହିଁ। ତ ପଞ୍ଚସଖା ଶବ୍ଦ ଯେତେବେଳେ ଆସିବ ତମ ମାଇଣ୍ଡରେ ସାଙ୍ଗେ ସାଙ୍ଗେ ସେଠି କଣ ନା ପଳେଇ ଆସିବା ଉଚିତ ଯେ ଏହି 5 ଜଣ କବିଙ୍କର ନାମ କଣ ଅଛି। ଆଉ ଯଦି ପାରିବ ତେବେ ତାଙ୍କର ଗୋଟେ କିମ୍ବା ଦିଟା ମୁଖ୍ୟ କୃତି ତମେ ମନେ ରଖିବା ପାଇଁ ଚେଷ୍ଟା କରିବ। ପ୍ରାୟତଃ ତାଙ୍କର ମୁଖ୍ୟ କୃତି ଗୁଡିକରୁ ହିଁ ବେଶୀ ପ୍ରଶ୍ନ ପଚାରିଥାଏ। ତ ଆମେ କୋଉଠି ଆଜ୍ଞା ଥିଲେ ନା ଆମେ ନାଥ ସାହିତ୍ୟ ପଢୁଥିଲେ। ତେବେ ମ୍ୟାଡାମ ସର୍ଟ କୋଶ୍ଚିନ୍ ମାନେ ପଚାରୁନାହାନ୍ତି। କଣ କହିଲେ? ସର୍ଟ କୋଶ୍ଚିନ୍ ଆଲୋଚନା କରୁନାହାନ୍ତି। ସର୍ଟ କୋଶ୍ଚିନ୍ କରିଦବା ପିଲାମାନେ, ଆମେ ଏଇ ଯୋଉ ମାନେ କଣ ଥିଓରିଟା ଟିକେ ପଢିଦବା ତାପରେ ଆମେ ସର୍ଟ କୋଶ୍ଚିନ୍ ଗୁଡାକ ସବୁ ଆଲୋଚନା କରିବା। ଆଜ୍ଞା। ତ ଦେଖିଲେ ଆମେ କଣ ନା ପଞ୍ଚସଖା ସାହିତ୍ୟରେ ମଧ୍ୟ କଣ ଆମର ଶିଶୁବେଦର କଥା କୁହାଯାଇଛି। ତାପରେ ଶିଶୁବେଦ ପରେ ଆମର ଆସିବ ଅମରକୋଷ ଗୀତା। ଅମରକୋଷ ଗୀତା ହଉଛି ନାଥ ସମ୍ବନ୍ଧୀୟ ଗୋଟେ ଅନ୍ୟତମ ପ୍ରଧାନ ରଚନା। ତ ପ୍ରଥମେ ଆସିଲା ଶିଶୁବେଦ, ଦ୍ୱିତୀୟରେ ଆସିବ ଆମର ଅମରକୋଷ ଗୀତା। ତ ଏହା ଆଦିନାଥଙ୍କର ନାମରେ ଭଣିତା ହୋଇଛି। ତ ଯେତେବେଳେ ସେଇ ଯୋଉ ଅମରକୋଷ ଗୀତାରେ ଯୋଉ ଗୀତ ପଦ ରହିଛି ସେଥିରେ ତାର ଭଣିତା ବା ଲେଖକ କିଏ ନା ଆଦିନାଥ ବୋଲି କୁହାଯାଇଛି। ଯଦି ଲେଖୁଛ ତେବେ ଲେଖିଦିଅ ଅମରକୋଷ ଗୀତାର ରଚୟିତା ହେଉଛନ୍ତି ଆଦିନାଥ।
ଏହାର ରଚନା କାଳ 1300 ରୁ 1400 ଶତାବ୍ଦୀ ବୋଲି ସ୍ଥିର କରାଯାଇଛି। ଗୁରୁ ଆଦିନାଥ ଓ ଶିଷ୍ୟ ଲୋଇଙ୍କର କଥୋପକଥନ ଏଥିରେ ବର୍ଣ୍ଣିତ ହୋଇଛି। ତେବେ କାହାର କାହାର କଥୋପକଥନ ରହିଛି ଅମର କୋଷ ଗୀତାରେ? ନା ଆମର ଗୁରୁ ଆଦିନାଥ ଆଉ ତାଙ୍କ ଶିଷ୍ୟ ଲୋଇଙ୍କର କଥୋପକଥନ ହୋଇଛି। ଏହାର ଭାଷାତାତ୍ତ୍ୱିକ ଯଦି ଆମେ ଅନୁଶୀଳନ କରିବା ବା ଦେଖିବା, ଏହା ସାରଳା ଦାସଙ୍କର କଣ ନା ପୂର୍ବବର୍ତ୍ତୀ ରଚନା। ଏହାର ପ୍ରଥମ ଦ୍ୱିପଦ ଯଦି ଆମେ ଦେଖିବା, ଦେଇଛି କଣ ନା ବନ୍ଦଇ ଆଦି ନାଥ ଗୋରଖ ଭରିଆ, ବନ୍ଦଇ ମକ୍ଷ ଦେଲି ନାଥ ଅନନ୍ତ ଦରିଆ। ବନ୍ଦଇ ଗୋରଖନାଥ ନାଥ ନୀତି କର୍ମଧାରୀ, ବନ୍ଦଇ ଗୋରଖନାଥ ବ୍ରହ୍ମଚାରୀ। ତ ଏହି ଧର୍ମରେ ଆଦିନାଥ ଓ ଶିବଙ୍କୁ ଏକ ବା ଅଭିନ୍ନ ବୋଲି ଉଲ୍ଲେଖ କରାଯାଇଛି। ଅମର କୋଷ ଗୀତା ଓଡ଼ିଆ ସାହିତ୍ୟରେ ରଚିତ ଗୋଟେ ଗୀତି ସାହିତ୍ୟର ଆଦି ଗ୍ରନ୍ଥ ଭାବରେ ସ୍ୱୀକୃତି ଲାଭ କରିଛି। ତାପରେ ଆମର ଆସୁଛି କଣ ନା ସପ୍ତାଙ୍ଗ ଯୋଗ ଧାରଣା। ଯୋଗ ସାଧନା ସମ୍ପର୍କିତ ପ୍ରସଙ୍ଗକୁ ଯଦି ପଦ୍ୟ ଆକାରରେ ମତ୍ସ୍ୟେନ୍ଦ୍ରନାଥ ଓ ଗୋରଖନାଥଙ୍କର କଥୋପକଥନ ଭଙ୍ଗୀରେ ରଚିତ ହେଇଛି। ତ ସପ୍ତାଙ୍ଗ ଯୋଉ ଯୋଗ ଧାରଣା ରହିଲା, ତାର ଯୋଉ ତୃତୀୟ ଗ୍ରନ୍ଥ ବୋଲି ଆମେ କହିବା, ତ ସେଇ ଯୋଉ ସପ୍ତାଙ୍ଗ ଯୋଗ ଧାରଣାରେ କଣ ରହିଛି ନା ମତ୍ସ୍ୟେନ୍ଦ୍ରନାଥ ଆଉ ଗୋରଖନାଥଙ୍କର ଯୋଉ କଥୋପକଥନ ହେଇଥିଲା, ସେଇ କଥୋପକଥନଟି ଯୋଉ ଗୀତ ଭଙ୍ଗୀରେ କରାଯାଇଛି, ସେଇ ଗୀତଟି ହିଁ କଣ ସପ୍ତାଙ୍ଗ ଯୋଗ ଧାରଣାରେ ରହିଛି। ତ ଯୋଗ ସାଧନାର ମାଧ୍ୟମ ହଉଛି ମଣିଷର ଇନ୍ଦ୍ରିୟ। ମନୁଷ୍ୟର ଶରୀରରେ 7 ଗୋଟି ଅଙ୍ଗ ରହିଛି। ହସ୍ତ, ପଦ, ଚକ୍ଷୁ, ନାସିକା, କର୍ଣ୍ଣ, ଜିହ୍ବା ଓ ତ୍ୱକ୍ ମଧ୍ୟରେ ଯୋଉ ଯୋଗ ପ୍ରକ୍ରିୟା ହେଇଥାଏ, ତାକୁ ଧାରଣ କରିବା ହେଉଛି ସପ୍ତାଙ୍ଗ ଯୋଗ ସାଧନା ବୋଲି କୁହାଯାଏ। ତ ଏଇ ଯୋଉ ସପ୍ତାଙ୍ଗର ଯୋଉ 7ଟି ଅଙ୍ଗ ସହିତ ଆମେ କଣ ସପ୍ତାଙ୍ଗ ସାଧନା କରିଥାଉ, ସେଇ ଅଙ୍ଗ ମାନଙ୍କର ନାମକୁ ତମେ ସମସ୍ତେ ମନେ ରଖିଥିବ। ପଡିବ ଯେ ସପ୍ତାଙ୍ଗ ଯୋଗ ଧାରଣାରେ ଯୋଉ 7ଟି ଅଙ୍ଗ ଅଛି, ଏଥିମଧ୍ୟରୁ କେଉଁଟି ଅଛି ବା କେଉଁଟି ନାହିଁ। ତେବେ ହସ୍ତ, ପଦ, ଚକ୍ଷୁ, ନାସିକା, କର୍ଣ୍ଣ, ଜିହ୍ବା ଆଉ ତ୍ୱକ୍ ଏହାକୁ ମନେ ରଖିବ। ଏ ଗ୍ରନ୍ଥରେ ଆଉ କଣ ରହିଛି? ଯମ, ତାର ନିୟମ, ଆସନ, ପ୍ରାଣାୟାମ, ଇଡା, ପିଙ୍ଗଳା, ସୁଷୁମ୍ନା ଆଉ ଷଡଚକ୍ର ମଧ୍ୟ ଦେଇ ସହସ୍ରାର ପଦ୍ମରେ ସ୍ୱାଧୀନ ସ୍ଥାନ ଚକ୍ରରେ ଈଶ୍ୱର ସାକ୍ଷାତକାର କିପରି ହଉଛି ସେ କଥା ବର୍ଣ୍ଣନା କରାଯାଇଛି। ଆମର ଇଡା ଆଉ ପିଙ୍ଗଳା କଣ ନା ନାଡି, 2ଟି ନାଡି ରହିଛି। ତେଣୁ ଶରୀର ତତ୍ତ୍ୱ ସମ୍ପର୍କରେ ଯୋଉ ଗୂଢ ତଥ୍ୟ ଗୁଡିକ ଏଥିରେ ଉପସ୍ଥାପିତ କରାଯାଇଛି, ପୁନଶ୍ଚ ଶରୀରରେ ସୁରକ୍ଷା ଦେବା ଲାଗି ବିନ୍ଦୁର ଧାରଣା ବା ମୁଦ୍ରା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯଦି ଦେଖିବା, ତେବେ ସପ୍ତାଙ୍ଗ ଯୋଗର ଅନ୍ୟତମ ପ୍ରତିପାଦିକ ବିଷୟ ହେଉଛି 7 ବାର ଅନୁସାରେ ପବନ ସାଧନା କରିବା ଓ କର୍ତ୍ତବ୍ୟ ସାଧନା ଯୋଗ ହେଉଛି ସପ୍ତାଙ୍ଗ ଯୋଗ। ନାଥ ଧର୍ମର ପ୍ରଚାରକଙ୍କର ଏହି ବାଣୀଟି ଗ୍ରନ୍ଥରେ ରଚିତ ହୋଇଛି। ସେ ବାଣୀଟି କଣ ନା ମତ୍ସ୍ୟେନ୍ଦ୍ରନାଥ ଯିଏ ମତେ ଉପଦେଶ କଲେ, 7 ବାର ସପ୍ତାଙ୍ଗ ଆତ୍ମଯୋଗ ଦେଲେ, ଶପଥ ବାରରେ ଏଥି ସପ୍ତ ଆଚରଣ, ସପ୍ତାଙ୍ଗ ଯୋଗ ପୁତା କହିବା ଏବେ ପୁଣ ବା ଶୁଣ। ଏହା କଣ କୋଉଠି ଲେଖାଯାଇଛି ଏ କଥାଟି ନା ସପ୍ତାଙ୍ଗ ଯୋଗ ଧାରଣା ବିଷୟରେ କୁହାଯାଇଛି। ତାପରେ ଆମର କଣ ନା ଆମର ଚତୁର୍ଥ ଯୋଉ ଗ୍ରନ୍ଥ, ମୁଖ୍ୟ ଗ୍ରନ୍ଥ ମତ୍ସ୍ୟେନ୍ଦ୍ରନାଥଙ୍କର ଗୀତା ସେଇଠି ଦିଆଯାଇଛି। ଆମର କଣ ନାଥ ଧର୍ମର ଚତୁର୍ଥ ଗ୍ରନ୍ଥ ଭାବେ ଆମେ ତାକୁ ମାନିଥାଉ। ତ ଓଡ଼ିଆରେ ରଚିତ ଗୀତି ସାହିତ୍ୟର ଗୋଟେ ଦ୍ୱିତୀୟ ନିଦର୍ଶନ ବୋଲି ଆମେ ତାକୁ କହିପାରିବା। এই ଗ୍ରନ୍ଥଟି ମତ୍ସ୍ୟେନ୍ଦ୍ର ନାମଙ୍କର ଭଣିତା ରହିଛି। ମତ୍ସ୍ୟେନ୍ଦ୍ର ଗୀତା କିଏ ଲେଖିଛନ୍ତି ନା ମତ୍ସ୍ୟେନ୍ଦ୍ରନାଥ ଲେଖିଛନ୍ତି। ଭଣିତା ବା ରଚୟିତା ଯଦି ଲେଖୁଛ ଲେଖିଦିଅ ଯେ ମତ୍ସ୍ୟେନ୍ଦ୍ରନାଥ ହଉଛନ୍ତି କଣ ନା ମତ୍ସ୍ୟେନ୍ଦ୍ର ଗୀତାର ରଚୟିତା। ଏ ଗ୍ରନ୍ଥର ରଚନା କାଳ ତ୍ରୟୋଦଶ ଶତାବ୍ଦୀର ବୋଲି କୁହାଯାଇଛି। ମତ୍ସ୍ୟେନ୍ଦ୍ର ଗୀତାରେ ନାଥ ଧର୍ମ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଶ୍ରୀ ଜଗନ୍ନାଥ ସମ୍ପର୍କରେ
କିଛି କଥା ଇଙ୍ଗିତ ରହିଛି। ତ କ୍ୱେଶ୍ଚିନ୍ ତୁମକୁ ଆସିପାରେ ଯେ ମଚ୍ଛେନ୍ଦ୍ର ନାଥ ଧର୍ମ ଯୋଉ ଗୀତା ରହିଛି ସେ ମଚ୍ଛେନ୍ଦ୍ର ଗୀତାରେ ନାଥ ଧର୍ମ ସମ୍ପର୍କରେ ଯୋଉ ମଚ୍ଛେନ୍ଦ୍ର ଗୀତା ରହିଛି ସେଠି କେଉଁ ପ୍ରଭୁଙ୍କର କଥା ଇଙ୍ଗିତ କରାଯାଇଛି? ଶ୍ରୀ ଜଗନ୍ନାଥଙ୍କର ସମ୍ପର୍କରେ ଇଙ୍ଗିତ କରାଯାଇଛି। ମଚ୍ଛେନ୍ଦ୍ର ଗୀତା ଅନୁସାରେ ଜଗନ୍ନାଥ ହେଉଛନ୍ତି ନାଥ ଧର୍ମର ଉପାସ୍ୟ ଦେବତା, ଆଉ ଜଗନ୍ନାଥ ହେଉଛନ୍ତି ଜୀବନାଥ ବା ପରମ ନାଥ। ତେଣୁ ମଚ୍ଛେନ୍ଦ୍ର ଗୀତା ଯଦି ଆମେ ଦେଖିବା ତେବେ ବାକି ଗୀତାରେ କଣ ପଶୁପତି ଶିବଙ୍କୁ ହିଁ ନାଥ ଧର୍ମର ଉପାସ୍ୟ ଦେବତା ବୋଲି କୁହାଯାଇଛି। କିନ୍ତୁ ଏଠି କଣ କୁହାଯାଇଛି ନା ଏଠି କଣ କୁହାଯାଇଛି ନା ଜଗନ୍ନାଥଙ୍କୁ ମାନୁଛନ୍ତି। କିନ୍ତୁ ବହୁତ ସାରା ଗବେଷକ ଯଦି ଦେଖିବା ତେବେ ଆମେ ଶୈବ ଧର୍ମର ଗୋଟେ ଶାଖା ହଉଛି ନାଥ ସାହିତ୍ୟ। ଉଲ୍ଲିଖିତ ଯଦି ପଚାରିବା ତେବେ ତମେ ଲେଖିବା ଯେ ମଚ୍ଛେନ୍ଦ୍ର ଗୀତାର ଅନୁସାରେ କଣ ହେଇଛି ନା ଜଗନ୍ନାଥଙ୍କୁ ତାର ଉପାସ୍ୟ ଦେବତା ବୋଲି ମାନୁଛନ୍ତି। ତେବେ ଏହା ଥିଲା ଆମର କଣ ନା ଶୈବ ସାହିତ୍ୟର ଶାଖା ନାଥ ସାହିତ୍ୟ। ତ ଆଶା କରୁଛି ସମସ୍ତେ ଭଲ କି ବୁଝି ପାରିଥିବ। ତ ଏବେ ଆମେ କଣ କରିବା ନା ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। ଆ ଭିତରେ ଯଦି କାହାର କିଛି ଡାଉଟ୍ ଅଛି ତେବେ ପଚାରିବ। ନା ମ୍ୟାଡାମ ଡାଉଟ୍ ନାହିଁ। ହଉ ଠିକ ଅଛି, ତେବେ ଆମେ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। ରେଡି ଅଛ? ଆଜ୍ଞା ମ୍ୟାଡାମ। ହଉ, ତେବେ ମୁଁ ଜଣ ଜଣଙ୍କୁ କ୍ୱେଶ୍ଚିନ୍ ପଚାରିବି, ଯଦି ଜାଣିଥିବ ଉତ୍ତର ଦବ, ଯଦି ନ ଜାଣିଥିବ ମୁଁ କହିଦେବି। ଆଚ୍ଛା ପିଲାମାନେ କହିଲ, ନାଥ ଧର୍ମ ଯୋଉ ଅଛି ତାହା କେଉଁ ଭିତ୍ତିକ ଧର୍ମ ଅଟେ? ଯୋଗ ଭିତ୍ତିକ ଧର୍ମ। ଭେରି ଗୁଡ୍, ଯୁଗ ଭିତ୍ତିକ। ଠିକ ଉତ୍ତର। ନାଥ ଶବ୍ଦର ଅର୍ଥ କଣ? ପ୍ରଭୁ ବା ସ୍ୱାମୀ ବା ସ୍ୱାମୀ। ପ୍ରଭୁ। ଠିକ ରହିଛି ଉତ୍ତର। ତେବେ ବୌଦ୍ଧ ସହଜିଆ ସିଦ୍ଧ ଯେଉଁ ସମ୍ପ୍ରଦାୟ ରହିଲେ ତାର ବିକଶିତ ରୂପ ଭାବରେ କାହାକୁ ଗ୍ରହଣ କରାଯାଇଛି? ଚର୍ଯ୍ୟା ସାହିତ୍ୟ ଆଉ ନାଥ ସାହିତ୍ୟ। ନାଥ ହଁ। ସାହିତ୍ୟ। ନାଥ ଧର୍ମର କେଉଁ ଧର୍ମର ଗୋଟେ ଶାଖା? ଶୈବ ସାହିତ୍ୟର ଗୋଟେ, ଶୈବ ଶୈବ ସାହିତ୍ୟ। ଧର୍ମର। ହଁ। ନାଥ ଧର୍ମ ଅନୁସାରେ କେଉଁ ଉପାସନା କରାଯାଏ ଆଉ ତାର ଉପାସ୍ୟ ଦେବତା କିଏ? ଶିବ ଥିଲେ। ଉପାସ୍ୟ ଦଉଛନ୍ତି ପଶୁପତି ଶିବ। ଶିବ ଉପାସନା କରାଯାଏ ମ୍ୟାଡାମ। ହଁ। ତ ନାଥ ଧର୍ମରେ କଣ ନା କାହାର ଉପାସନା କରାଯାଇଥାଏ ନା ଯୋଗ ସମ୍ବଳିତ ଉପାସନା କରାଯାଇଥାଏ। ତାର ଉପାସ୍ୟ ଦେବତା ହେଉଛନ୍ତି ଶିବ। ନାଥ ଧର୍ମର ପ୍ରବର୍ତ୍ତକ ବା ନାଥ ଧର୍ମ କାହାଠାରୁ ଆରମ୍ଭ ହେଇଥିଲା? ଗୋରେଖନାଥ। ଠିକ ଉତ୍ତର ହଉଛି ଗୋରଖନାଥ। ମତ୍ସ୍ୟେନ୍ଦ୍ର ନାଥ ଶିଷ୍ୟ କିଏ ଥିଲେ? ଗୋରେଖନାଥ। ହଁ, ଠିକ ଉତ୍ତର। ମତ୍ସ୍ୟେନ୍ଦ୍ର ନାଥଙ୍କର ଅନ୍ୟ ନାମ କଣ ଥିଲା? ନାଥ ବା ମତ୍ସ୍ୟେନ୍ଦ୍ର ମତ୍ସ୍ୟେନ୍ଦ୍ର ନାଥ। ନାଥ। ମୋ ଭଏସ ଟା ଶୁଭା ଯାଉଛି ନା? ହଁ ଶୁଭୁଛି। ମତ୍ସ୍ୟେନ୍ଦ୍ର ନାଥଙ୍କର ଅନ୍ୟ ନାମ ଥିଲା ମୀନ ନାଥ। ନାଥ ବା ମଛନ୍ଦର ନାଥ। ହଁ, ତ ମତ୍ସ୍ୟେନ୍ଦ୍ର ନାଥଙ୍କର ରଥଯାତ୍ରା କେଉଁଠାରେ ପାଳିତ ହୋଇଥାଏ? ନେପାଳ, ନେପାଳ। ଆଚ୍ଛା, ମତ୍ସ୍ୟେନ୍ଦ୍ର ଗୀତା ଗ୍ରନ୍ଥଟିର ଆବିଷ୍କାରକ କିଏ? ବ୍ରହ୍ମାନନ୍ଦ ଦାସ। ବ୍ରହ୍ମାନନ୍ଦ ମିଶ୍ର। ଦାସ ଲେଖା ହେଇଛି ମୁଁ ନାଥ କହିଦେବି। ବିକାଶ ପୁସ୍ତକ କାହାର?
ଆଜ୍ଞା ମାନେ question ଟା କଣ କହିଲେ ନାଥ ଶୁଣାଗଲା ନାଥ ମ୍ୟାଡାମ ଧର୍ମର ମ୍ୟାଡାମ ଆଜ୍ଞା ମତ୍ସ୍ୟେନ୍ଦ୍ର ଗୀତାର ଆବିଷ୍କର୍ତ୍ତା ତ ହଉଛନ୍ତି ବ୍ରହ୍ମାନନ୍ଦ ଦାସ ମୋ ବହିରେ ହଁ ଦିଆ ହେଇଛି। ତ ନାଥ ଧର୍ମର ଯୋଉ କ୍ରମ ବିକାଶର ପୁସ୍ତକ ରହିଥିଲା ସେଇ କ୍ରମ ବିକାଶର ପୁସ୍ତକଟି କିଏ ଲେଖିଥିଲେ ନା ଦୋଳ ଗୋବିନ୍ଦ ଶାସ୍ତ୍ରୀ ଲେଖିଥିଲେ। ଶାସ୍ତ୍ରୀ ଆଜ୍ଞା। ତ ଗୋରଖନାଥ ନେପାଳର କେଉଁ ନାମରେ ପରିଚିତ ଥିଲେ? ଗୋରଖନାଥ ନେପାଳରେ କେଉଁ ନାମରେ ପରିଚିତ ଥିଲେ? ଆଦିନାଥ, ଗୋପାଳ ସିଦ୍ଧ ବା ସିଦ୍ଧଚାର୍ଯ୍ୟ ବା ନେପାଳ ସିଦ୍ଧ? ପ୍ରସିଦ୍ଧ। ନେପାଳ ସିଦ୍ଧ ନାମରେ ପରିଚିତ ଥିଲେ। ଆଜ୍ଞା। ତ ନାଥ ଧର୍ମର ପ୍ରଥମ ଗ୍ରନ୍ଥର ନାମ କଣ? ଶିଶୁ ବେଦ। ଶିଶୁ ବେଦ। ଠିକ ଉତ୍ତର ହଉଛି ଶିଶୁ ବେଦ। ଗୋରକ୍ଷନାଥ ରଚନା କରିଛନ୍ତି। ହଁ। ଓଡ଼ିଶାରେ ନାଥ ସମ୍ପ୍ରଦାୟ ଓ ନାଥ ସାହିତ୍ୟ ଗ୍ରନ୍ଥର ଲେଖକ କିଏ? ଅପସନ୍ ମ୍ୟାଡ଼ାମ। ସୁରେନ୍ଦ୍ର କୁମାର ମହାରଣା, ସୁରେନ୍ଦ୍ର ମହାନ୍ତି, ବଂଶୀଧର ମହାନ୍ତି, ଉପେନ୍ଦ୍ର ମହାନ୍ତି? ବଂଶୀଧର ମହାନ୍ତି କି ମ୍ୟାଡ଼ାମ? ହଁ, ଠିକ ଉତ୍ତର ହଉଛି ବଂଶୀଧର ମହାନ୍ତି। ଓଡ଼ିଆ ସାହିତ୍ୟରେ ସ୍ୱର ପରିବର୍ତ୍ତନ ପୁସ୍ତକର ରଚୟିତା କିଏ? ମ୍ୟାଡ଼ାମ ଅପସନ୍। ଅପସନ ହଉଛି ବଂଶୀଧର ମହାନ୍ତି, ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ। ନଟବର ସାମନ୍ତରାୟ। ହଁ, ନଟବର ଠିକ ସାମନ୍ତରାୟ। ଉତ୍ତର ନଟବର ସାମନ୍ତରାୟ। କେଉଁ ଗ୍ରନ୍ଥରେ ଶିଷ୍ୟଙ୍କୁ ପୁତା ଭାବରେ ସମ୍ବୋଧନ କରାଯାଇଥାଏ? ଅମର କୋଷ ଗୀତା। ଅମର କୋଷ ଗୀତା। ହଁ, ଉତ୍ତରଟି ବିଲକୁଲ ଠିକ ଅଛି ଅମର କୋଷ ଗୀତାରେ। ଆଚ୍ଛା, ଅମର କୋଷ ଗୀତା କିଏ ଲେଖିଥିଲେ? ଆଦିନାଥ। ଆଦିନାଥ। ଆଦିନାଥ ଓ ଲୋଇଙ୍କ କଥୋପକଥନରେ ଏହା ରଚିତ ହେଇଥିଲା। ହଁ, ବିଲକୁଲ ଠିକ ଉତ୍ତର। ନାଥ ଧର୍ମ ଭିତ୍ତିକ ପୁସ୍ତକ ଗୁଡିକ କଣ କଣ ରହିଛି? ପ୍ରଥମତଃ ଶିଶୁ ବେଦ, ତାପରେ ଆମର ଅମର କୋଷ ଗୀତା, ତାପରେ ଆମର ତୃତୀୟରେ ସପ୍ତାଙ୍ଗ ଯୋଗ ଧାରଣ, ଚତୁର୍ଥରେ ଆମର ମତ୍ସ୍ୟେନ୍ଦ୍ର ଗୀତା। ହଁ, ଗୋରଖ ଗୀତା, ସପ୍ତାଙ୍ଗ ଯୋଗ ଧାରଣ, ଅଷ୍ଟାଙ୍ଗ ଯୋଗ ଧାରଣ ବୋଲି କିଛି କିଛି କହିଥାନ୍ତି କିନ୍ତୁ ସେଟା ଗୋଟେ ହିଁ ଆମର ସପ୍ତାଙ୍ଗ ଯୋଗ ଧାରଣ। କିଏ କିଛି କହୁଛନ୍ତି କି? ନାଇଁ ନାଇଁ। ଆଚ୍ଛା। ଆଚ୍ଛା। ତେବେ ଆପଣ କଳସ ଓଡିଶା ସୋତିସାର ଇତିହାସ ଆବିଷ୍କାର ପଢୁଛନ୍ତି। କିଛି କହୁଛ କି ପିଲେ? ନାଇଁ ନାଇଁ। ଆଚ୍ଛା, ବାକି ମାନେ କୁଆଡେ ଗଲେ ଲେଫ୍ଟ ହେଇଗଲେ କି? ହଁ, ଲେଫ୍ଟ ହେଇଗଲେ ବୋଧେ କେହି ନାହାନ୍ତି ଆଉ। ହଉ ତେବେ। ତ ଏହା ଥିଲା ଆମର କଣ ନା ନାଥ ସାହିତ୍ୟ। ନାଥ ସାହିତ୍ୟ। ତ ଆଜି ଆମେ ପଢିଲେ ସର୍ଟ କୋଶ୍ଚିନ୍ ବି ଆଲୋଚନା କଲେ। ନେକ୍ସଟ କ୍ଲାସରେ ଆମେ ଆହୁରି କିଛି ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ଠିକ ଅଛି? ଆଜ୍ଞା। ହଉ, ତେବେ ଆଜିର କ୍ଲାସଟି ଆମେ ଏଠି ରଖିବା। ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ନେକ୍ସଟ ଆସନ୍ତା କାଲିର କ୍ଲାସ ପୁଣି ଆପଣ ମାନଙ୍କୁ ମେସେଜ କରି ଜଣାଇ ଦିଆଯିବ କୋଉ ସମୟରେ ହେବ। ଆପଣ ମାନେ ସମସ୍ତେ ଜଏନ୍ କରିବେ।